ଆସନ୍ତୁ ଜାଣିବା ଏ ଅଞ୍ଚଳ ବିଷୟରେ। ବନ୍ଧୁ ଯେହେତୁ ଏ ଅଞ୍ଚଳବାସୀ, ଆମେ ତ ମଠ ଆଶ୍ରମ ମାନଙ୍କୁ ସବୁ ଆସିଥାଉ। ଆଉ ଏକ ସୁନ୍ଦର ପୀଠ ଆମେ ନଜରକୁ ଆସିଲା, କିଛି ହୁଙ୍କା ସଦୃଶ ଅଛି। ଆଉ ପୀଠର ଅତୀତର କିଛି ବାର୍ତ୍ତା ବନ୍ଧୁଙ୍କ ସହ ଆଲୋଚନା ରଖିବା। ଆସନ୍ତୁ। ଗୋଟେ ନାଗସାପ ବାହାରିଥିଲା। ନାଗସାପ ଭିତରେ ବହୁତ ଜୋରେ ପାଣି ସବୁ ଏମିତି ଚାରିଆଡ଼େ ସବୁ ଥିଲା। ସେ ଗୋଟିଏ ଆମ ଗାଁରେ ଗୋଟିଏ ଲୋକ ଏଠି ତଳି ମୁଣ୍ଡେଇକି ନେଇ ଯାଉଥିଲା। ସିଏ ନାଗସାପ ଯାଇକି ତଳି ଉପରେ ରହିଲା, ତାକୁ ଦାବିଲା। ତାକୁ ଦାବିକିରି ଯେତେବେଳେ ତା ନାଞ୍ଜ ପୁରେଇ ଦେଲା ଗୋଟେ ପକଡ଼, ତା ପକଡ଼ ଧୀରେ ଯେତେବେଳେ ପୁରେଇ ଦେଲା, ସିଏ ସେଠୁ କଲା ସେ ଯେଉଁ ବୋଝଟାକୁ ପକେଇ ଦେଲା। ପକେଇ ସାରିଲା ପରେ ସେ ତା ଦେହକୁ ପ୍ରବେଶ କରି ହେଲା। ସିଏ ସେଠୁ କହିଲା ଯେ ଆମ ଗାଁ ହେଲେ 5,000 ଲୋକ ଏଠି ପାଖାପାଖି ହେଇଗଲେ। ଆଗକୁ ବହୁତ କଥା ଅଛି। ଆଉ ଜଣେ ବାଡ଼େଇ ଥିଲା, ବାଡ଼େଇ ସାରିଲା ପରେ ତାକୁ ନେଇକିରି ଗଲେ ଆମ ଗାଁକୁ ନେଇକି ଗଲେ। ଗାଁକୁ ନେଇ ଯାଇକିରି ମାଲିସ ଫାଲିସ କରି ସେ ମରିଗଲା। ତାକୁ ଏଠି ସମାଧି ଦିଆଗଲା। ସେ ନାଗସାପ, ହଁ ନାଗସାପ। ତାପରେ ତାର ଛୁଆ ନିହାତି 10, 20, 25 ଜଣ ଖାଲି ଏପଟେ ସେପଟେ ଖାଲି ଇଏ ହେଲେ। ତାପରେ ନାଗ ଆସିକି ତା ଭିତରେ ପଶିଲା। ତାକୁ ସେଇଠି ସେଇ ଦିନ ଠାରୁ ଆମେ ତାକୁ ପୂଜାପୂଜି କରି ଏଠି ବହୁତ ଲୋକ ଭିତରେ ଏଠି ଅଷ୍ଟପହରିଆ ହୁଏ। ଏ ତାଙ୍କ ଜାଗା ବି ଆମେ ଖୋଦି ଗଲୁ। ଏଇ ଜାଗାଟା ତାଙ୍କରି ଅଛି। ତାଙ୍କ ଦେଖିବା କୋଉ ଜାଗାରେ ନାଗସାପ ଆମର ରହୁଛନ୍ତି ବୋଲି କହୁଛନ୍ତି। ଏଇ ଜାଗାଟା ବଣିତ ପଞ୍ଚାୟତ ସରିକି ଗ୍ରାମ। ଆଚ୍ଛା ଆଚ୍ଛା, ବଣିତ ପଞ୍ଚାୟତର ସରିକି ଗ୍ରାମ। ଏଇଠାରେ ଆମେ ଯେଉଁ ସର୍ପ ବିଶେଷତ୍ୱଟି ଆମେ ରଖିଲେ, ଇଏ ହଉଛି ସେଇ ପୀଠ। ଏଇଠି ସେ ସର୍ପକୁ ଆମେ ସମାଧି ଦେଇଥିଲେ, ନାଇଁ କି? ସମାଧି ଦିଆ ହେଇଥିଲା। କିନ୍ତୁ ଯେତେବେଳେ ତାପରେ ଆଉ ଯୋଉ ସର୍ପ ରହିଲେ ସବୁ, ସେମାନେ ଏଇଠାକୁ ଆସନ୍ତି ରହିଲେ। ତାପରେ ଗୋରେଖନାଥ ବାବା ଆସିଲେ। ଆସିକି ତା ପୂଜା ପୂଜି କଲେ। ଗୋରେଖନାଥ ବାବା ତାକୁ କହିଲେ ତମେ ଚାଲ ଆମ ସେ ପୀଠକୁ। ଇଏ କହିଲେ ନା ମୁଁ ଏଠି ରହିବି। ଏଇ ବାବା କହିଲେ ନିଜେ ତାଙ୍କ ଦେହରେ ଯୋଉ ଆସିଥିଲା, ତାଙ୍କ ଦେହରେ ପ୍ରବେଶ। ଆଜ୍ଞା ଆଜ୍ଞା, ବାବାଙ୍କ ଶରୀରରେ ପ୍ରବେଶ କରିଥିଲେ। ଯୋଉ ବାବା ଆମର ତଳି ନେଇ ଯାଉଥିଲେ କି? ସେଇ ବାବା। ଆଜ୍ଞା ଆଜ୍ଞା, ସେଇ ବାବା ସେ ଆସି ପୂଜା ପତ୍ର ଏଠି କରିକିରି ରଖିଛନ୍ତି, ଶସ୍ତା କରୁଛନ୍ତି। ତାପରେ ସେ ଗରିବ ଲୋକଟା, ସେ ଗରିବ ଲୋକ, ସେ ଯେ ଯାହା ବାବା ଦିଆ ହେଇଛନ୍ତି ସେ ଗରିବ ଲୋକ। ବର୍ତ୍ତମାନ ସେ କେହି ଆଉ ବୁଝୁନାହାନ୍ତି, ଖାଲି ବାବାର ବୁଝୁଛନ୍ତି। ଆଉ ଆମେ 4-5 ଜଣ ଆସିକିରି ଏଠି ଟିକେ ତାଙ୍କ ସେବା ଟିକେ କରି ଆସୁଛନ୍ତି। ବର୍ତ୍ତମାନ ପ୍ରଭୁଙ୍କର ମହିମା ହୁଏତ କିଛି ଗୁପ୍ତରେ ରହିଯାଉଛି। କିଛି ତ କାରଣ ଥିବ ନା, ଭଗବାନଙ୍କର ମହିମା। ଆଜ୍ଞା, ତ ଆମେ ଯେଉଁ ବିଶ୍ୱାସ ବଳରେ ଏଇ ଯେଉଁ ପୀଠଟିକୁ ଆମେ ଲୋକାର୍ପଣ କରିଛେ, ବା ସର୍ପ ଯେଉଁପରି ଆପଣ କହିବା ଅନୁସାରେ, ତେଣୁ ଠାକୁରଙ୍କର ସର୍ପ ବୋଲି ଆମେ କହି ରଖିଥାଉ ନାଗ ସାପଙ୍କୁ, ନାଇଁ କି? ଯେହେତୁ ଶିବ ତ ନାଗସାପକୁ ଧାରଣ କରିଛନ୍ତି, ସେଥିପାଇଁ ଆମେ ସର୍ପଙ୍କୁ ପୂଜା ଅର୍ଚ୍ଚନା ମଧ୍ୟ କରି ଆସୁଛୁ। ବିଶ୍ୱାସର ପୀଠ। ଆଜ୍ଞା, ଆମେ ସାଧାରଣରେ ଜାଣି ଆସିଛେ, ଯଦି ଗୋଟିଏ ଜୀବକୁ ଅନ୍ୟ କେହି ବି କ୍ଷତି ପହଞ୍ଚାନ୍ତି, ଗୋଟେ ସର୍ପକୁ ଯଦି ଆମେ ବାଡ଼େଇ ଦେବା ବା ତାକୁ ମାରିବା, ତାର ଆଖିରେ ସେ କିଛି ଫଟୋ ଉଠାଏ। ଏମିତି କିଛି ତଥ୍ୟ ଲୋକ କଥାରେ ରହିଛି। ଆଜ୍ଞା, ନାଗୁଣୀ ଯାଇଥାଏ, ନାଗ ଖୋଜି ବୁଲିଥାଏ, ନାଇଁ ତ ନାଗ ଯାଇଥାଏ, ନାଗୁଣୀ ଖୋଜି ବୁଲିଥାଏ, ଏବଂ ତାଙ୍କର ପିଲାପିଲି ମଧ୍ୟ ସମସ୍ତେ ଖୋଜି ବୁଲିଥାନ୍ତି। ଆପଣଙ୍କ କହିବା ଅନୁସାରେ ଏ ଯେଉଁ ଅଞ୍ଚଳରେ ଆମର ଏଇ ଯେଉଁ ଗହିରଟିଏ ଥିଲା, ଏଇଠାରେ ବହୁତ ପାଣି ରହୁଥିଲା, ନାଇଁ କି? ପାଟ ତ, ସେଥିପାଇଁ ଆମେ ଦେଖିଲେ ଏଇ ପୀଠରେ ସର୍ପ ବାସ କରିବା ସ୍ୱାଭାବିକ କଥା। ଆଜ୍ଞା, କିନ୍ତୁ ସର୍ପକୁ ମାରିବା ଆମ ପକ୍ଷେ ଭଲ ହେଲା ନାହିଁ। ଏଇଟା କେବେ ମାରିବା ନାହିଁ। କୌଣସି ଜୀବକୁ ହତ୍ୟା କରିବାକୁ ଆମକୁ କହୁଛି କିଏ? ଆଜ୍ଞା, ଆମର ଏକତା ହିଁ ବଳ। ଆଜ୍ଞା, ଯଦି ଆମେ ଏକତା ନ ରଖିପାରିବା, ଆମ ଭିତରେ ଯଦି ଭାଇଚାରା ନ ରହିବ, ଏ ପୀଠମାନଙ୍କର ଉନ୍ନତି କେମିତି ହବ? ତେଣୁ ଇଏ ଯେଉଁ ପୀଠଟି ଆମେ ବର୍ତ୍ତମାନ ଦେଖୁଛେ, ଏ ପୀଠଟି ହେଉଛି ଅଞ୍ଚଳର ଆମେ ନାଗ ନାଗୁଣୀ କହିପାରିବା ଆମର ବିଶ୍ୱାସରେ। ଆଜ୍ଞା, ଯଦିଓ ବି ଆମେ ନାଗକୁ ସମାଧି ଦେଇଛେ, ତାର ବଂଶଧର ମାନେ ଏ ଅଞ୍ଚଳ ଖୋଜି ବୁଲୁଥିଲେ। ଆଜ୍ଞା, ଯାହା ବନ୍ଧୁ ମତ ରଖିଲେ, ଏ ଅଞ୍ଚଳକୁ ଖୋଜି ବୁଲୁଥିଲେ, ବହୁତ ଡରି ଯାଉଥିଲେ ଏ ଅଞ୍ଚଳବାସୀ ମାନେ। ସେଇ ସମୟରେ ଜଣେ ବାବା ତାଙ୍କ ଦେହରେ ଆସିକିରି ସେ ପୁରା ପାଣିରେ ହେଲେ। ସେ କହିଲେ ଆମକୁ କେହି ଛୁଆ ନାହିଁ, ଗୋରେଖନାଥ ବାବାକୁ ଡାକି ଦିଅ, ମୁଁ ତାହେଲେ ମୋ ଘରକୁ ମୁଁ ଯିବି। ଓହୋ, ବାବା ରହିଲେ ପାଣିରେ, ସର୍ପ ରହିଲା ତାଙ୍କ ଦେହରେ। ଆଜ୍ଞା, କିନ୍ତୁ ସେ ଆଉ ସେଠୁ ଉଠିଲେ ନାହିଁ। ଗୋରେଖନାଥରୁ ବାବା ଆସିଲା ପରେ ତାପରେ ଉଠିଥିଲେ। ତାପରେ ଉଠିଲେ ନା, ବାଟ ଛଡ଼ାଗଲା। ସେ ବାଟକୁ ନେଇ ଆସିକିରି ତାଙ୍କ ପିଲାପିଲି ସବୁ ଯାକ ଯୋଉ ନାଗ ଯୋଉ ଥିଲା, ଗାତ ଭିତରେ ପଶିଗଲେ। ଗୋରେଖନାଥ ପାଖରୁ ଆସିଲା ପରେ ବାବା କିଛି ପୂଜା ଅର୍ଚ୍ଚନା ହେଲା ପରେ ସେଇ ସର୍ପମାନେ, ସମସ୍ତ ସର୍ପମାନେ ଆସି ଏଇଠାରେ ରହିଥିଲେ। ଆଜ୍ଞା, ଏଇଠାରେ ଏକ ହୁଙ୍କା ଆମେ ତ କହୁଛେ, ଏଇଠାରେ ସମାଧି ମଧ୍ୟ ଯେଉଁ ସର୍ପକୁ ଦିଆଯାଇଥିଲା, ଏଇଠାରେ ଆସିକିରି ସମସ୍ତ ସର୍ପମାନେ ରହିଲେ। ସେଇଦିନ ଠାରୁ ଏଇଠାରେ ପୂଜା ଅର୍ଚ୍ଚନା କରାଯାଇ ଆସୁଛି। କୌଣସି ଜୀବଙ୍କୁ ଆପଣ ମାରନ୍ତୁ ନାହିଁ। ଯଦିଓ ବି ଏଇଠାରେ ଭୁଲ ବଶତଃ କେହି ସର୍ପକୁ ମାରିଛନ୍ତି ବା ସର୍ପକୁ ବାଡ଼େଇଛନ୍ତି, ସେ ବା କ'ଣ କ୍ଷତି କରିଥିଲେ ଆପଣଙ୍କର? ଯଦିଓ ବି ଆପଣ କୌଣସି ଜୀବକୁ ହତ୍ୟା କରିବାକୁ ଯାଉଛନ୍ତି, ଥରେ ଚିନ୍ତା କରି ଦେଖନ୍ତୁ,
जदि आपणकर किसी क्षति करूना ताले आपण कहार क्षति करंतु नहीं आज्ञा ये जीव जगत रे समस्तंकर बंचिबार अधिकार अच्छी वर्तमान आम आशा करूँ जो पिला माने अछंती आमे कही रखुचे सर्प देखिले सर्प को मार नहीं आमे सर्प धराली को डाकंतु कि सर्प को बाड़ेकिरी ये सब असुविधा क्रिएट करंतु नहीं हठात से गोटे जीव आज्ञा ताकू जदि कौन विपद आशंका से करती ताहले से गोड़े था से जानी नहीं बाड़ी दीजिए सर आज्ञा जदिओ भी आमे देखिबा हुए तो से आम बाट काटी आमे अलग बाटर चली जावा ना कौन कहते बहुत बहुत धन्यवाद सर्प को कहीं बाड़ी आज्ञा बापा मत कहीकि गले कहले से बिल को नहीं जीव गाईटा से साइड रे खटेकि तुम बिल कम टे कर गाईटा से जो अरख गछ मूल अच्छी इहुका अच्छी से इहुका मूल बाड़े खुंटटा मुझे आसिक कम मोर बिल गोपाल घर पिला आसिक कहला कहला तुम गाई की साप हाणीदेव साप काटो अच्छा काटिला मु भाविक मु गली मो पाखे किसी न थाए तापर सी मत बाउंगीटा देले लोक गोपाल पिला कहले यहाँ हूँ गोखर तापर सी सर्प कौन कहते गाई ठारू क्षीर पिउछ चेर ठारू क्षीर पिला भितर तुम्हें बाड़ाओ से आवाज शुणिकी सी पलि आसिले बिलू हाफ किलोमीटर पलि आसला भर मु बाउंगी बाड़ेली से बाउंगी देले से कहले तू बाड़ा ना लोक मानक मुझे जाइक बाड़ेली बाड़ा पर नागुणी की माछ नाग अच्छा नागुणी मारला सी मरी नथिले बंची थे बंचला बाड़ी बाउंगी पकईदेल ना ना दी पारे पकई जोश अच्छा अच्छा जोश पकड़ से बहुत लंबा तो एवढू से पिला जागे से मुड़ी मुड़ी हेले मुड़ेला भर मुझे हाथ धरिक आणिक आसिली उपरको शनिवार से सर्प विष गुणिया आसिक गुणिया आम डकले आम जापारे ना कौन करा कौन ना गुणिया आसिक विष देदेले क्षीर क्षीर देला सी साप मरीगले ओहो से सर्प को क्षीर रे विष दे हाँ से मरीगला आम समाधि देलु से जगार ये अरख गछ कि बाटर हूँ लिंब गछ 3टा लिंब गछ अच्छी हाँ बंधु जा हो आज बंधु आमर आम मनुष्य समाज आज्ञा सरल विश्वासी किसी जानते जहाँ प्रचार प्रसार रहे ता प्रति अग्रसर होती जेहेतु अन्य कहीं कहीदेले आम बाड़े दबा ता नुहे आज्ञा जदिओ भी आम आशा करूँ जीव से माने भी तो जीव ना तांकर बुद्धि कौन अच्छी जदिओ से किसी माने असुविधा क्रिएट होबार आपन को विपद आशंका करती हुए तो सेठारु आम दूरी जावा उचित तांको भी मध्य बंचिबार अधिकार अच्छी ना तांको मध्य बंचिबाकू देबा जदि एहा परे आउ केबे एपरि किछि घटना हुए ताहले दूरे रहिबाकू आम चेष्टा करिबा नाही कि बहुत बहुत धन्यवाद चंपकेश्वर महादेवंक पीठ आज्ञा कहीं चंपकेश्वर महादेवंक पीठ बोली एठारे नामकरण रखा है आज्ञा ठीक कहबे आज्ञा ये तांको नाम से निजे बाचिजंती केही व्यक्तिगत केही बाची नांती चंपकेश्वर बोली आमे किछि जाननु से तांको निज नाम को से निजे उच्चारण करी कहिसेन आ एठी बहुत असाध्य जिनस साध्य होउची मेडिकल रोगी फेरई देइची एठी किंतु दुब घास रे लोक भल होइकी जाइछन अच्छा अच्छा आ साप काटी भी भल होउचंदी आ भूत पेत डाणी झड़ा झड़ी ये सब भल होउची गाई पशु पक्षी भल मंद सब आरोग्य होउचंदी अच्छा गाई कौन माने गाई हजी गले ना गाई रो किछि देह पा खराब है किए गोटे गाई की बिगाड़ी देला का क्षीर को नाली कर देला धड़ा पर सेगुला सब भल होउचंदी भूत पेत पिहुला ज्वर जो पारालिसी कैंसर ये भी एठी सब भल होइछंदी भल हेइछंती बोली कहि आसुछंती वर्तमान किछि अछि कि सेपरि महिमा वर्तमान प्रभुंकर महिमा अछि महिमा 100 को 100 अछि आपण जेहेतु किछि झड़ा फंका करूथिबे निश्चिंत ए पीठर एते उन्नतिकरण होई नाही किछि गुप्तरे रहि जाइछि बोली काई मने हुए आज्ञा जदि प्रभुंकर महिमा एते अछि चंपकेश्वरंकर महिमा रुहे ताले निश्चिंत एटा हमर उन्नति हेइ जिबा कथा आज पर्यंत काहे कि होई पारि नाही आज्ञा से विषयटी कहबे गाँ लोकंक 20-25 लोकंक जरिया चलता मु एकुटिया एका बका लोक बाबा हेले कौन एकुटिया कौन करि तार जदि प्रकृत महिमा थब ताले से ता धाम को से उठेबो मु एका कौन करि परिबा आज्ञा एका आपण सिना करिवेनी धाम उठी थाए सेइडी जदि साधु सन्यासी मानकर सेइ भली दिव्य शक्ति थाए आपण को पाखरे सेइ भली जदि शक्ति अछि निश्चिंत भाव रे धाम उन्नति हो किछि तेले मात्र असुविधा नाही भी लोक भल होई कि जाउचंदी आरोग्य होउचंदी
ଆଉ ମୁଁ ଗୋଟେ ଜାଗାରେ ଚାକିରି କରିଛି, ଲୋକ ବି ମୋ ଫୋନ୍ ନମ୍ବର ମାରିକି ମୋ ଟାଙ୍କିରେ ଯାଇ ଝାଡ଼ି ହେଇକି ଯାଉଛନ୍ତି, ଆଜ୍ଞା ପୁଣି ଆଜ୍ଞା। ଆରୋଗ୍ୟ ହେଉଛନ୍ତି। ମୁଁ ବି ସାର୍ ମୋବାଇଲରେ ଲୋକଙ୍କୁ, ବିଦେଶ ଲୋକଙ୍କୁ ଛାଡ଼େ ମୋବାଇଲରେ। ଝଡ଼ା ଫୁଙ୍କା ମଧ୍ୟ ଆପଣ ବହୁ ପରିମାଣରେ ଆଜ୍ଞା। କରି ଆସୁଛନ୍ତି। ଏଇ ତନ୍ତ୍ର ସାଧନାଟି ଆପଣ କୋଉଠୁ ଶିଖିଥିଲେ ଆଜ୍ଞା? ଆଜ୍ଞା ମୁଁ ମନ୍ତ୍ର ତନ୍ତ୍ର ବାବଦରେ ମୋର ସୁଦୁ ଜ୍ଞାନ କିଛି ନାହିଁ। ପ୍ରଭୁଙ୍କ ଦୟାରୁ ମୋତେ ସେ ସବୁ ଉପରକୁ ଟେକି ଦେଇଛି। ଆଚ୍ଛା ଆଚ୍ଛା। ଆପଣ ପୁଣି କିଛି ଝାଡ଼ିବା ବେଳେ କିଛି ମନ୍ତ୍ର ପାଠ କରିବେ? ସେ ସ୍ପିରିଟ୍ ମୋ ଦେହକୁ ଆଇଲେ ମୋ ଅଟୋମେଟିକ୍ ମନ୍ତ୍ର ମୋର ସବୁ ସ୍ୱରଣ ହେଇଯିବ। ଆଚ୍ଛା, କିଛି ସ୍ପିରିଟ୍ ଆପଣଙ୍କ ପାଖକୁ ଆସୁଛି। ବନ୍ଧୁ ଯୋଉ କଥା କହୁଥିଲେ ଯେ ଏଇ ପାଣି ଭିତରେ ବାବା ବସି ରହିଥିଲେ, ଏ ବାବା ଆମେ ଏଇ ବାବା ତ? ମୁଁ ନିଜେ ଆଚ୍ଛା ଆଚ୍ଛା, ସେ ବିଷୟ ଟିକେ କହିବେ। ଆପଣ ପାଣି ଭିତରେ ଆପଣଙ୍କୁ ସର୍ପମାନ ଘେରି ରଖିଥିଲେ, ସେ ବିଷୟ ଟିକେ ଜାଣିବାକୁ ଚାହୁଁଛୁ। ରୁଆ ରୁଇ ଟାଇମ୍ ଏଠି ସବୁ ପାଣି ଏତେ ଆଣ୍ଠିଏ ଆଣ୍ଠିଏ ପାଣିରେ ସେ ତଳି ନେଇ ଯାଇଥିଲେ ରୁଇଆ ପାଇଁ ସେ ପଛ ପଟ ଆଡ଼କୁ। ଫେରିଲା ବେଳକୁ ଏଠି ଗୋଟେ ଧଳା ଗାଈଟିଏ ବନ୍ଧା ହେଇଥିଲା। ସେ ଗାଈ ପନା ଦେହରୁ ସର୍ପ ମୁହଁ ଲଗେଇକିରି କ୍ଷୀର ପିଉଛି। ଇଏ ସବୁଠୁ ଗାଈର ଯିଏ ଚାଳକ, ସେ ଦେଖିଲା ମୋ ଗାଈକି ସାପ କାମୁଡିଛି, ସେ ଗାଈ କ'ଣ ଉଠୁନି। ସେ ସବୁ ସମସ୍ତେ 4-6 ଜଣ ହେଲେ ଘେରି ପଡ଼ିଲେ, ତାକୁ ଗୋଟେ ବାହୁଙ୍ଗି ନେଇଥିଲେ, ବାହୁଙ୍ଗିରେ ବାଡ଼େଇକିରି ତା ମେରୁ ହାଡ଼ ଭାଙ୍ଗିଦେଲେ। ରାତି ସାରା ମୁଁ ଆଉ ଶୋଇପାରିନି। ଆଉ ସବୁ ତ ମୋରି ଦ୍ୱାରା କରେଇକିରି ସବୁ କରେଇଛନ୍ତି, ଆଉ କ'ଣ କରିବି। ମନୁଷ୍ୟଟି ମରିଗଲା ପରେ ସେ ଲାଗିବ କେମିତି, ଏ ବିଷୟ ଟିକେ କହିବେ। ସେ ତ ମଲା ଗଲା, ହୁଁ। କିନ୍ତୁ ଯୋଉ ଆତ୍ମାଟା ପବନ ସ୍ୱରୂପୀ ଘୁରି ବୁଲୁଥାଏ। ଆଚ୍ଛା ଆଚ୍ଛା। ତେଣୁ ଆତ୍ମା ଟିକେ ଘୁରି ବୁଲେ। ଘୁରି ବୁଲିବା ଭିତରେ ସମସ୍ତଙ୍କ ଦେହରେ କ'ଣ ପ୍ରବେଶ କରିପାରିବେ କି? ଯାହାଠି କଳାଟା ଥିବ, ସେ କଳା ନେଇ ସେ ଖୁଡିକିନା ହେଲେ ଡରିଲେ ସେ ତା ଦେହକୁ ପଶି ଆସିବ। ସେ ଆସିଥାଏ କାହିଁକି? କିଛି ଖରାପ କରିବା ଆସିଥାଏ ପାଇଁ? ଗୋଟେ ଆତ୍ମାଟା। ହଁ, ଖରାପ କରେ। ଗୋଟାଏ ଲୋକ ଦେହରେ ଯଦି 8 ଦିନ 15 ଦିନ ଗୋଟେ ପ୍ରେତାତ୍ମା ବାସ କରେ, ତାହେଲେ ସେ ଲୋକଟା ଶରୀର କ୍ଷୀର୍ଣ୍ଣ ହେଇଯିବ। ମୁଖ୍ୟ ତାକୁ ଖାଦ୍ୟ ଖୁଆଇ ଦବନି କି। ତା ଶରୀର ଭିତରେ ପ୍ରବେଶ କଲା ପରେ ସେ ନିଜ କଥା କିଛି କହିଦେଇଥାଏ ବୋଲି କିଛି ଲୋକ ମତରେ ଅଛି। ପ୍ରେତାତ୍ମା ପୂର୍ବ ପୁରୁଷର କଥା ସେ କହିବେ। ଆଚ୍ଛା। ତାଙ୍କଠି ଇଏ ଦୈବୀ ଶକ୍ତିଟା ରହୁଛି ନା, ସେ କହିପାରିବେ। କି ଯାହା ଭିତରେ ଆସୁଛନ୍ତି ଏମାନେ, ତାଙ୍କ ପାଖରେ ଆମେ ପହଞ୍ଚିଲେ, କାହାର କ'ଣ ଯଦି ଚୋରି ହେଇଥିବ, ଆମେ ତାଙ୍କୁ ପଚାରିଲେ ତ ସେ କହିଦେବେ। ଏଇ ବଣିତ ପଞ୍ଚାୟତର ସରିକି ଗ୍ରାମରେ ଆମର ଚମ୍ପକେଶ୍ୱର ମହାଦେବଙ୍କର ମନ୍ଦିର, ଆଗନ୍ତୁକ ମନ୍ଦିର ଭବିଷ୍ୟତରେ ନିର୍ମାଣ ହେବାକୁ ଯାଉଛି। ବର୍ତ୍ତମାନ ଏହାର କାହାଣୀଟିଏ ଏତିକି ଆମେ ଜାଣିଲେ, ଯେହେତୁ ଏଇଠାରେ ପ୍ରଭୁଙ୍କର ବାହନ ସର୍ପ, ସେ ତାଙ୍କର ସେ ଯେଉଁ ଗାଈଟିଏ ଶୋଇଥିଲେ, ଗାଈ ଶୋଇଥିବା ସମୟରେ ସେ କ୍ଷୀର ପିଉଥିଲେ। କିନ୍ତୁ ଯେ ଗାଈ ଯାହାର, ସିଏ କହିଲେ ଯେ କାଳେ ମୋ ଗାଈକୁ ସର୍ପ କାଟିବାକୁ ଆସିଛି, ସର୍ପ ମାରିବାକୁ ଆସିଛି। ସିଏ ଭୟଶୀଳ ହୋଇ ସେଠି ଲୋକମାନଙ୍କୁ ଡାକିଥିଲେ ଏବଂ ଲୋକମାନେ ଯାଇ, ସେ ଠାକୁରଙ୍କ ସର୍ପ ଜାଣିନଥିଲେ ଆଜ୍ଞା, ସେ ତାକୁ ବାଡ଼େଇ ଦେଇଥିଲେ। ଜୀବକୁ ଆମେ ମାରିବାର ଅଧିକାର ଆମକୁ କିଏ ଦେଲା ଆଜ୍ଞା? ଆମେ ଯଦି କାହାର ଜୀବନ ଦେଇପାରିବା ନାହିଁ, ଆମେ କାହିଁକି ବା କାହାକୁ ମାରିବା? ତ ସାଧାରଣରେ ଆମେ ଜୀବ ହତ୍ୟା କରିବା ନାହିଁ ଆଜ୍ଞା। ଏହିପରି ଭାବରେ ଭଗବାନଙ୍କର କିଛି ଆସ୍ଥା ନେଇକିରି, ଆମର ବିଶ୍ୱାସ ନେଇ ଏହାର କିଛି ସୁନ୍ଦର ବାର୍ତ୍ତା ବନ୍ଧୁମାନେ ରଖୁଛନ୍ତି। ଏହି ବାର୍ତ୍ତାକୁ ଯଦି ଏହାର କିଛି ସତ୍ୟତା ଅଛି, ଯଦି ବନ୍ଧୁଙ୍କ ପାଖରେ ସେହିପରି କିଛି ସ୍ପିରିଟ୍ ଅଛି, ନିଶ୍ଚିନ୍ତ ଦିନେ ନା ଦିନେ ଏ ପୀଠ ବା ଏ ଧାମ ଏକ ସୁନ୍ଦର ଧାମରେ ପରିଣତ ହୋଇଯିବ ଆଜ୍ଞା। ଏଥିରେ ତେଳେ ହିଁ ସନ୍ଦେହ ନାହିଁ। ସାଧୁମାନେ ଅଛନ୍ତି, ସାଧନା କରୁଛନ୍ତି, କିନ୍ତୁ ବନ୍ଧୁ କହିଲେ ଯେ ସେ କିଛି ସାଧନା କରିନାହାନ୍ତି, କିନ୍ତୁ ତାଙ୍କ ପାଖକୁ କିଛି ସ୍ପିରିଟ୍ ଆସୁଛି। ଆମେ ଜାଣିଛେ ତନ୍ତ୍ର ତ ଆମେ ଅଥର୍ବ ବେଦରୁ ଶିଖୁଛେ, ତ ଆପଣ କିଛି ସାଧନା କରିଛନ୍ତି ନା ଏମିତି ମାନେ ଆସୁଛି କିଛି ସ୍ପିରିଟ୍ ଆସୁଛି? ମୁଁ ତନ୍ତ୍ର ମନ୍ତ୍ର କିଛି ଜାଣିନି। ଯେତେବେଳେ ସ୍ପିରିଟ୍ ଆପଣଙ୍କ ପାଖକୁ ଆସିଯାଏ, ଆପଣଙ୍କର କିଛି ଗୋଟେ ଅନୁଭୂତି ଅନୁଭୂତି କ'ଣ? ମୋ ଦେହଟା ଯେମିତି ସିରସିରି ହବ, ଦେହ ହାତ ଯେମିତି ଦୁର୍ବଳିଆ ଲାଗିବ। ଆପଣଙ୍କ ପାଖରେ ଯଦି ସ୍ପିରିଟ୍ ଆସେ, ଆପଣ କହିପାରିବେ ଏଇ ଶୂନ୍ୟତା ମଧ୍ୟରେ ଏଇଠାରେ ମଧ୍ୟ କେହି ପ୍ରେତାତ୍ମା ମଧ୍ୟ ଥାଇପାରନ୍ତି। ପ୍ରେତାତ୍ମା ଆଜ୍ଞା ସାର୍, ପ୍ରେତାତ୍ମା ବହୁତ ପ୍ରେତ ଝଡ଼ା ହେଇଛନ୍ତି, ବହୁତ ପ୍ରେତ ଗାଡ଼ିରେ ଭଡ଼ା କରିକି ଆଇଛନ୍ତି, କିନ୍ତୁ ସବୁ ସେଇ ପଟରେ ରହିବେ। ହୁଙ୍କା ଏପଟକୁ କେହି ପ୍ରବେଶ କରିପାରିବେ ନାହିଁ। ଏ ହୁଙ୍କାର ମହିମା ମଧ୍ୟ ବହୁତ ଅଛି, ନାଇଁ କି? ଏଇଠାରୁ ଆଗକୁ ଆପଣମାନେ ଆସିପାରିବେନି, ଯିଏ ବି କିଛି ଥାଏ। ହଉ ଆଜ୍ଞା, ଏ ଜିନିଷ ଆମର ବିଶ୍ୱାସ ଆଜ୍ଞା, ଆମର ବିଶ୍ୱାସ ରହିଥିବାରୁ ଆମମାନେ ଆଜି ଏହିପରି ମଠ ଆଶ୍ରମ ମାନ ସବୁ ନିର୍ମାଣ କରୁଛୁ ବା ସ୍ଥାପନା କରି ତାକୁ ଆଗକୁ ପରିଚାଳନା କରି ଆସୁଛୁ। ଆପଣଙ୍କ ପାଖରେ ସେ ସ୍ପିରିଟ୍ ଥାଉ, ଏ ଧାମ ଉନ୍ନତି ହଉ। ଆଉ କିନ୍ତୁ ଯେଉଁ ବନ୍ଧୁମାନେ ଆମେ କହି ରଖୁ, ପ୍ରତ୍ୟେକ କଥାକୁ ଆମେ ବିଶ୍ୱାସ କରିବା, କାହିଁକି? ତାର କିଛି ସତ୍ୟତା ରହିଲେ। ରାତିରେ ଆଜ୍ଞା, ଏ ଥଣ୍ଡା ଦିନ, ହଠାତ୍ ମୋତେ ଜ୍ୱର ଆସିଯାଇଛି, ମୁଁ ଜାଣିନି। ରାତି ପାହିଲା ବେଳକୁ ଏଇଠି ଆଜ୍ଞା, ଦେଖନ୍ତୁ
आपको कौन कह जाए ଜର ସଣ୍ଡା जर संढा बाहरी पड़ी आज्ञा ये हठात चाहिए कौन ये अच्छा पळेबो कि आमे कहिदबा ना ये पळेई जा एमती किछि अछि कि स्पिरिट आपन पाखरे आपन हाथ मार देले जाई परिबो कि ପ୍ରତ୍ୟେକ ଜିନିଷ ସାଙ୍ଗେ ସାଙ୍ଗେ ଭଲ हुएନି आज्ञा ତାର ପୁଣି ସମୟ ଲାଗେ ଟିକେ ନା ନାହିଁ। अच्छा अच्छा हो आज्ञा जदिओ कहार धार्मिक भावना रे बा कहा मन रे किछि कष्ट हुए सेथिपई आमे दुखित आज्ञा किंतु कौनसी जीव को मारंतु नाही गोटे कथा ही आमे आज एठारु कहि रखुछु ए धामटीए जदिओ भी सर्पटीए आमर गाई पाखरु आमर गोमातांक ठारू क्षीरपान करुथिला बोली आपण मतामत रखुचंती जदिओ यह सत्य हुए मा गोमाता मानक जो ठाकरे क्षीर ऑलरेडी क्षीर झरुथिबो लिंगटीए भूमि तले थाए आमे लडुकेश्वर जाइथिले सेठी मध्य तेसई कथा तेणु ये कथा हूँ आमर विश्वास आम विश्वास रे आमे रहिछु जदि आपण माने किछि परीक्षा करबाकू चाहंती बाबांक सह आसी परीक्षा करंतु कहीं ये वर्तमान समाज रे किछि गुप्त रे रहिबाकू आमे चाहुनु आज्ञा जदि बाबांक भितर सेपरि किछि स्पिरिट आसुची जदि यह लोकहित रे रहुची जदि समाज पई यार किछि काम अछि ताहले याकू आमे स्वागत करिबा जदि समाज पई किछि खराब होउची ताहले याकू आमे दूरे देबा आसंतु बाबांक सह जोगाजोग करंतु बाबांकर डिटेल्स टिके जानिबा बाबा ना टिके कहिबे आ गाँ ना कहिबे ମୋ ନାଁ ଅଜୟ ସେନାପତି ଘର ସରିକି ବଣିତ ପଞ୍ଚାୟତ ଜଙ୍ଗ ବ୍ଲକ आज्ञा हाँ आज्ञा तेणु आमे आशा रखु बंधु आपण सेहीपरि भाव आगु को आसंतु आमर ए पीठर उन्नति करंतु यह ही आमर कामना नुहे आम चंपकेश्वरंकर महिमा आपणक परे रहू आज्ञा बहुत बहुत धन्यवाद।